ଦେଖିଲା ଦେଖିଲା କିନ୍ତୁ ରୋଜିର ସ୍ୱାମୀ ହଉଛି ତା ସ୍ତ୍ରୀ କି ଦେଇଛି ଚକୋଲେଟ କୁ ଗୋଲାପ ଫୁଲ କି ସୁନ୍ଦର ଲାଗୁଛି। ତମେ ଦିନ ହେଲେ ମତେ ଗୋଟେ ଚକୋଲେଟ ଟେ ଦେଇଛ। ଆରେ ତମେ କଣ ଛୋଟ ପିଲା ମୁଁ ତମକୁ ଚକୋଲେଟ ଦେବି ଆଉ ଫୁଲ ଦେବି? ଦେଖ 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 ତାଙ୍କର ଆନିଭର୍ସରୀରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଆଉ ତମେ ଆମ ଆନିଭର୍ସରୀରେ ଟଙ୍କାଟେ କୋଉଦିନ ଖର୍ଚ୍ଚ କଲଣି? ସେ ଫାଲତୁ ଖର୍ଚ୍ଚ କରିବା ପାଇଁ ମୋ ପାଖରେ ଟଙ୍କାରେ ନାହିଁ। ରୋଜି ଆଉ ତା ସ୍ୱାମୀ ଡେରାଡୁନ ବୁଲିବାକୁ ଯାଇଛନ୍ତି। କେତେ ସୁନ୍ଦର ସୁନ୍ଦର ଫଟୋ ଛାଡିଛନ୍ତି। ଆଉ ତମେ ମତେ ଦିନ ପାଇଁ କୁଆଡେ ବୁଲିବାକୁ ନେଲଣି, ଗୋଟେ ଫଟୋ ଉଠେଇଲଣି। ମତେ ଖାଲି ଗୋଟେ ଘରେ ଖା ରୁହ, କୋଉଦିନ ଗୋଟେ ଦିନ ବୁଲିବାକୁ ନଉଛ? ଛି ମୋ ଜୀବନଟା। ହ୍ୟାଲୋ, କଣ ହେଲା? ରୋଜିର ତା ସ୍ୱାମୀର ଡିଭୋର୍ସ ହେଇଗଲା। ସେ କେତେ ଭଲ ଥିଲେ, କେତେ କୁଆଡେ ବୁଲୁଥିଲେ, କେତେ ପଇସା ଖର୍ଚ୍ଚ କରୁଥିଲେ। ଏବେ ନା କେତେ ଫଟୋ ଉଠେଇକି ଛାଡିଥିଲେ। କଣ ପାଇଁ ଡିଭୋର୍ସ ହେଲା? ଏ ଜାଣିଛ ରୋଜିର ତା ସ୍ୱାମୀର ଡିଭୋର୍ସ ହେଇଗଲା। କାଇଁ ଏବେ ତମେ କହୁନ ମୁଁ କାଇଁ ତମକୁ ଡିଭୋର୍ସ ଦଉନି ବୋଲି? ମିଛ ଦୁନିଆରେ ସମସ୍ତେ ସତୁକୁ ଲୁଚିବା ପାଇଁ ମିଛର ଅଭିନୟ କରନ୍ତି। ଆଉ ଏ ସୋସିଆଲ ମିଡିଆରେ ସମସ୍ତେ ବାହା ନେବା ପାଇଁ ମାନେ ଷ୍ଟାଇଲ ମାରିକି ସବୁ ଫଟୋ ଛାଡନ୍ତି, ଭିଡିଓ କରନ୍ତି। ଆମେ ଏତିକି କରିଦେଲୁ, ସେୟା କରିଦେଲୁ, ସେୟା କରିଦେଲୁ, କିନ୍ତୁ ପ୍ରକୃତରେ ସେୟା ନୁହଁ। ଭଲ ପାଇବାଟା ନା ସବୁବେଳେ ଭିତରେ ଥାଏ। ଲୋକ ଦେଖାଣିଆ ଭଲ ପାଇବାଟା ନୁହଁ, ସେଟା ଭଲ ପାଇବା ନୁହଁ। ସୋସିଆଲ ମିଡିଆରେ ଦେଖାଯାଉଥିବା ଭଲ ପାଇବା ସେଟା ପ୍ରକୃତ ଭଲ ପାଇବା ନୁହଁ। ଭଲ ପାଇବାଟା ହୃଦୟରେ ଥାଏ।